ବାସ୍ତୁଶାସ୍ତ୍ରରେ ଏପରି ଅନେକ ନିୟମ ରହିଛି ଯାହାକୁ ଅନୁସରଣ କଲେ ଜୀବନରେ ଆସୁଥିବା ବାଧାବିଘ୍ନକୁ ଦୂର କରିହେବ। ଆମ ଘରେ ଏମିତି କିଛି ଜିନିଷ ଅଛି ଯାହାକୁ ସାଧାରଣ ମନେକରି ଆମେ କାହାରିକୁ ଦେଇଥାଉ, ଯାହାର ନକାରାତ୍ମକ ପ୍ରଭାବ ଆମ ଜୀବନ ଉପରେ ସିଧାସଳଖ ପଡ଼ିଥାଏ। ଏଭଳି 5ଟି ଜିନିଷ ରହିଛି ଯାହାକୁ କେବେହେଲେ କାହାରିକୁ ମାଗିବା କଥା ନୁହେଁ। ବେଳେବେଳେ ଦରକାର ପଡ଼ିଲେ ପଡ଼ୋଶୀଙ୍କ ଘରୁ ଆମେ ଦହି ମାଗି ଆଣିଥାଉ। ବାସ୍ତୁଶାସ୍ତ୍ର ଅନୁଯାୟୀ ଏପରି କରିବା ଉଚିତ ନୁହେଁ। ଏହାଦ୍ୱାରା ଦହି ନେଉଥିବା ଏବଂ ଦେଉଥିବା ଲୋକଙ୍କ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ, ଏପରିକି ଅର୍ଥହାନି ହେବାର ଆଶଙ୍କା ଅଧିକ ରହିଥାଏ। ମାଗଣାରେ ରାଶି ନେବା କିମ୍ବା ରାଶି ଦେବା ଅଶୁଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ମତରେ ରାହୁ, କେତୁ ଓ ଶନିଦେବଙ୍କ ସହିତ ରାଶିର ସମ୍ପର୍କ ରହିଥାଏ। ତେଣୁ ବିନା ଅର୍ଥରେ ରାଶି ଆଦାନ ପ୍ରଦାନ କଲେ ଅଯଥା ଖର୍ଚ୍ଚ ବଢ଼ିଯାଏ। ବିଶେଷ କରି ଶନିବାର ଦିନ ଏହା କରିବା ଉଚିତ ନୁହେଁ। ଲୁଣ ସରିଗଲେ ସମସ୍ତେ ପଡ଼ୋଶୀଙ୍କ ଘରୁ ଲୁଣ ମାଗି ଆଣିଥାନ୍ତି। ବାସ୍ତୁ ଅନୁଯାୟୀ କାହାକୁ ମାହାଳିଆ ଲୁଣ ନେବା ଓ ଦେବା ଉଚିତ ନୁହେଁ। ଶନିଦେବଙ୍କ ସହ ଲୁଣର ସମ୍ପର୍କ ଥିବାରୁ ଲୁଣ ଦାନ କଲେ ଶନିଦେବ ରାଗି ଯାଇଥାନ୍ତି। ଏହାଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବା ସହ ଧାର କରଜ କରିବାକୁ ପଡ଼ିଥାଏ। ବାସ୍ତୁ ଅନୁଯାୟୀ କାହାଠାରୁ ମାଗଣାରେ ରୁମାଲ ନେବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଘରେ କଳି ଝଗଡ଼ାର ପରିବେଶ ସୃଷ୍ଟି ହେବା ସହିତ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଉପହାରରେ ମଧ୍ୟ କାହାକୁ ରୁମାଲ ଦେବା ଉଚିତ ନୁହେଁ। ଏଭଳି କଲେ ସମ୍ପର୍କରେ ଦୂରତା ବଢ଼ିଥାଏ। ମାଗଣାରେ ଦିଆସିଲି ଦେବା କିମ୍ବା ଗ୍ରହଣ କରିବା ଉଚିତ ନୁହେଁ। ବାସ୍ତୁ ଅନୁଯାୟୀ ଦିଆସିଲିର ସମ୍ପର୍କ ଅଗ୍ନି ସହିତ ରହିଛି। ଏଭଳି କରିବା ଦ୍ୱାରା ଘରେ ଶାନ୍ତିଭଙ୍ଗ ହେବା ସହିତ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ।